ଆପଣଙ୍କୁ ସ୍ୱାଗତ ଆଉ ଏକ ନୂଆ ଅଧ୍ୟାୟକୁ। ଶେରଲକ୍ ହୋମ୍ସ କାହାଣୀର ତୃତୀୟ କାହାଣୀ, ଯାହାର ନାଁ ନରଉଡ଼ର ମିସ୍ତ୍ରୀ ବା ନରଉଡ଼ ବିଲ୍ଡର ର ଦ୍ୱିତୀୟ ଅଧ୍ୟାୟ। ପ୍ରଥମ ଅଧ୍ୟାୟରେ ଆମେ ଦେଖିଥିଲେ ସେଇ ମିସ୍ତ୍ରୀ ମିଷ୍ଟର ଜୋନାସ୍ ଓଲ୍ଡାକର ଆଉ ଯୁବକ ମାକ୍ଫାର୍ଲେନ୍‌ଙ୍କ ବିଷୟରେ କ'ଣ ସବୁ ଘଟଣା ଘଟିଥିଲା, ଆଉ ଶେରଲକ୍ ହୋମ୍ସ ତାଙ୍କ ବନ୍ଧୁ ୱାଟସନ୍ ଆଉ ପୋଲିସ ଲେଷ୍ଟ୍ରେଡ୍ ପହଞ୍ଚିକି ଯେଉଁ ଆଲୋଚନା କରିଥିଲେ ତାପରେ କ'ଣ ହେଲା ଆମେ ଦେଖିବା। ତାପରେ ସେ କୌଣସି ଜିନିଷ ନେଲା ନାହିଁ କାହିଁକି? କାରଣ ସେଗୁଡ଼ାକ ସେ କିଛି କାମରେ ଲଗେଇ ପାରିବ ନାହିଁ। ଲେଷ୍ଟ୍ରେଡ୍ ଏପଟ ସେପଟ ମୁଣ୍ଡ ହଲାଇଲେ। ଅବଶ୍ୟ ତାଙ୍କ ହାବଭାବରୁ ଜଣାଗଲା ତାଙ୍କ ମତରେ ସେ ଆଗ ପରି ସେତେ ନିଶ୍ଚିନ୍ତ ନୁହନ୍ତି। ଶେଷରେ ସେ କହିଲେ, ଦେଖ ମିଷ୍ଟର ଶେରଲକ୍ ହୋମ୍ସ, ତୁମେ ତୁମର ସେ ବାରବୁଲା ଲୋକକୁ ଖୋଜୁଥାଅ। ଆମେ ଯାହାକୁ ଧରିଛୁ ତାକୁ ଧରିବୁ। କେଉଁଟା ଠିକ୍ ଭବିଷ୍ୟତରେ ଜଣାଯିବ। କିନ୍ତୁ ଗୋଟେ କଥା ଲକ୍ଷ୍ୟ କର ମିଷ୍ଟର ହୋମ୍ସ, ଆମେ ଜାଣୁ ଯେ କାଗଜପତ୍ର ଭିତରୁ କିଛି ନିଆଯାଇ ନାହିଁ। ଆଉ ଆମ ବନ୍ଦୀ ହେଲା ଏକମାତ୍ର ଲୋକ ଯାହାର କୌଣସି କାଗଜପତ୍ର ନେଇଯିବା ଦରକାର ନାହିଁ। କାରଣ ଆଇନ ଅନୁସାରେ ସେ ହେଲା ଉତ୍ତରାଧିକାରୀ ଆଉ କାଗଜପତ୍ର ସବୁ ଆପେ ତା ହାତକୁ ଆସିବ। ଏଇ ଉକ୍ତିରେ ମୋ ବନ୍ଧୁ ଟିକେ ଚମକି ପଡ଼ିଲା ପରି ଜଣାଗଲେ। ତାପରେ ସେ କହିଲେ, ଶେରଲକ୍ ହୋମ୍ସ ଚମକି ଗଲା ପରି ଜଣାପଡ଼ିଲେ। ତାପରେ କହିଲେ, ପ୍ରମାଣ ସବୁ କେତେକାଂଶରେ ତୁମ ଅନୁମାନ ସପକ୍ଷରେ ବୋଲି ମୁଁ ଅସ୍ୱୀକାର କରୁନାହିଁ। ମୁଁ କେବଳ ଏତିକି କହିବାକୁ ଚାହେଁ ଯେ ଅନ୍ୟ ଅନୁମାନ ମଧ୍ୟ ସମ୍ଭବ। ତୁମ କହିବା ଅନୁସାରେ ଭବିଷ୍ୟତ ହିଁ ସବୁ ଜଣାଇବ। ହଉ, ନମସ୍କାର। ମୁଁ ନିଶ୍ଚୟ ନରଉଡ଼ ଯାଇ ତୁମେ କେତେ ଦୂର ଆଗେଇଲ ଦେଖିବି। ଏ ଘଟଣା ଘଟିଲା। ତାପରେ ଡିଟେକ୍ଟିଭ ଲେଷ୍ଟ୍ରେଡ୍ ଚାଲିଯିବା ପରେ ମୋ ବନ୍ଧୁ ସେଦିନର କାମ ପାଇଁ ସବୁ ପ୍ରସ୍ତୁତ କରିବାରେ ଲାଗିଲେ। ତାମାନେ ଶେରଲକ୍ ସବୁ ପ୍ରସ୍ତୁତ କରିବାରେ ଲାଗିଲେ। ଫ୍ରକ୍ କୋଟ୍‌ଟା ପିନ୍ଧୁ ପିନ୍ଧୁ କହିଲେ, ମୁଁ ଆଗରୁ କହିଛି ୱାଟସନ୍, ମୋର କାମ ଆରମ୍ଭ ହେବ ପ୍ରଥମେ ବ୍ଲାକ୍‌ହିଥ୍ ଦିଗରୁ। ନରଉଡ଼ ନୁହେଁ କାହିଁକି? କାରଣ ଏ କେସ୍‌ରେ ଆମେ ଦେଖୁଛେ ଗୋଟେ ଅସାଧାରଣ ଘଟଣା ପଛେ ପଛେ ଆଉ ଗୋଟେ ଅସାଧାରଣ ଘଟଣା ଘଟିଛି। ପୋଲିସର ଭୁଲ ହେଉଛି ଯେ ସେ ଦ୍ୱିତୀୟ ଘଟଣା ଉପରେ ପୂରା ଗୁରୁତ୍ୱ ଦେଉଛନ୍ତି। କାରଣ ଏଇ ଘଟଣାଟା ହେଲା ପ୍ରକୃତ ଅପରାଧ। କିନ୍ତୁ ମୁଁ ଜାଣେ ଯେ କେସ୍‌ଟାକୁ ଅନୁସନ୍ଧାନ କରିବାର ଯୁକ୍ତିଯୁକ୍ତ ବାଟ ହେଲା ପ୍ରଥମ ଘଟଣାଟା ବିଷୟରେ କିଛି ଜାଣିବା। ଗୋଟେ କୌତୂହଳପୂର୍ଣ୍ଣ ଉଇଲ୍, ପୁଣି ଜଣେ ଅପ୍ରତ୍ୟାଶିତ ଉତ୍ତରାଧିକାରୀ। ନାଁରେ ନିଶ୍ଚୟ ଖୁବ୍ ଆଶ୍ଚର୍ଯ୍ୟଜନକ। ଏ ବିଷୟରେ କିଛି ଜାଣିଲେ ତାପରେ ଘଟଣା ନିଶ୍ଚୟ ସହଜ ହୋଇଯିବ। ବାଃ, ନା, ଏ କାମରେ ତୁମର ସାହାଯ୍ୟ ଦରକାର ହେବ ନାହିଁ ମୁଁ ଭାବୁନାହିଁ। ଏକଥା ଶେରଲକ୍ ହୋମ୍ସ ୱାଟସନ୍‌ଙ୍କୁ କହୁଛନ୍ତି। ଏ କାମରେ କୌଣସି ବିପଦର ସମ୍ଭାବନା ନାହିଁ। ତାହା ହୋଇଥିଲେ ତୁମକୁ ସାଥିରେ ନ ନେଇ ଯିବା କଥା ମୁଁ କଳ୍ପନା କରିନଥାନ୍ତି। ସନ୍ଧ୍ୟାକୁ ମୁଁ ଫେରିବି। ଏଇ ହତଭାଗା ତରୁଣ ପାଇଁ ଅନ୍ତତଃ କିଛି କରିପାରିଛି ବୋଲି ତୁମକୁ ଜଣାଇବାରେ ଦୃଢ଼ ଆଶା ମୋର ଅଛି। ତାପରେ ମୋ ବନ୍ଧୁ ଫେରୁ ଫେରୁ ଅନେକ ଡେରି ହୋଇଗଲା। ତାମାନେ ଶେରଲକ୍ ହୋମ୍ସ ଫେରୁ ଫେରୁ ଅନେକ ଡେରି ହୋଇଗଲା। ତାଙ୍କର ଶୁଖିଲା ମୁହଁରୁ ମୁଁ ଜାଣିପାରିଲି ଯେଉଁ ଉଚ୍ଚ ଆଶା ନେଇ ସେ
ବାହାରିଥିଲେ ତାହା ପୂରଣ ହୋଇପାରି ନାହିଁ। ଘଣ୍ଟାଏ ଯାଏଁ ସେ ମନ ସ୍ଥିର କରିବା ପାଇଁ ଭାୟୋଲିନ୍ଟା ଧରି ବସିଲେ। ଶେଷରେ ସେ ସେଟାକୁ ଥୋଇ ଦେଇ ତାଙ୍କ ବ୍ୟର୍ଥ ଅଭିଯାନର କାହାଣୀ କହିଲେ। ତାମାନେ ସେ ଭାୟୋଲିନ୍ ବଜାଉଥିଲେ ବି ବଜାନ୍ତି। ତାପରେ କ'ଣ ହେଲା ଦେଖିବା। ସବୁ କେମିତି ବିଗିଡ଼ି ଯାଇଛି ୱାଟସନ୍, ସବୁ ଭୁଲ ହୋଇଯାଉଛି। ମୁଁ ଲେଷ୍ଟ୍ରେଡ୍ ମୁହେଁ ମୁହେଁ କେତେ ଦମ୍ଭରେ କହିଦେଲି, କିନ୍ତୁ ମୁଁ ଭାବୁଛି ଅନ୍ତତଃ ଏଇ ଥରକ ପାଇଁ ସେ ଠିକ୍ ବାଟରେ ଚାଲିଛନ୍ତି, ଆଉ ଆମେ ଭୁଲ ବାଟରେ ଯାଉଛେ। ମୋର ବୁଦ୍ଧି ବିବେକ ଗୋଟିଏ ଦିଗରେ ଗଲାବେଳକୁ ଘଟଣାଗୁଡ଼ା ତାର ଓଲଟା ଦିଗରେ ଯାଉଛି। ମୋର ଭୟ ବ୍ରିଟିଶ ଜୁରୀମାନଙ୍କର ସେତେଟା ବୁଦ୍ଧିଜ୍ଞାନ ନାହିଁ, ଯାହାଦ୍ୱାରା ସେମାନେ ଲେଷ୍ଟ୍ରେଡ୍ଙ୍କର ପ୍ରମାଣକୁ ଗ୍ରହଣ ନ କରି ମୋ ଅନୁମାନକୁ ଗ୍ରହଣ କରିବେ। ତୁମେ ବ୍ଲାକହିଥ୍ ଯାଇଥିଲ? ହଁ, ମୁଁ ଯାଇଥିଲି। ଖୁବ୍ ଶୀଘ୍ର ସେଠି ଜାଣିଲି ଯେ ମୃତ ଓଲ୍ଡାକର ଜଣେ ବଡ଼ ଶୟତାନ। ମାକଫର୍ଲେନଙ୍କର ବାପା ନଥିଲେ। ପୁଅକୁ ଖୋଜିବାକୁ ଯାଇଥିଲେ। ତାଙ୍କ ମା ଘରେ ଥିଲେ। ସେ ଖୁବ୍ କୋମଳମନା, ଆଖି ଦିଟା ନୀଳ, ଭୟ ଆଉ ଘୃଣା ମିଶା କ୍ରୋଧରେ ଥରୁଥାନ୍ତି। ତାଙ୍କ ପୁଅର ଅପରାଧ ସେ ସ୍ୱୀକାର ନ କରିବାଟା ସ୍ୱାଭାବିକ। କିନ୍ତୁ ଓଲ୍ଡାକରଙ୍କର ଏ ଦୁର୍ଭାଗ୍ୟରେ ସେ ବିସ୍ମୟ ବା ଦୁଃଖ ପ୍ରକାଶ କଲେ ନାହିଁ। ମାନେ ଓଲ୍ଡାକର ମିସ୍ତ୍ରୀ ଯେଉଁ ମରିଗଲେ, ସେଥିରେ ତାଙ୍କ ମା ବା ମାକଫର୍ଲେନଙ୍କ ମା ଦୁଃଖ ପ୍ରକାଶ କଲେ ନାହିଁ। କାହିଁକି ଦେଖିବା। ଅପରପକ୍ଷେ ସେ ଲୋକଟା ବିଷୟରେ ଏମିତି କଟୁ କଥା କହିଲେ ଯେ ସେ ଅଜାଣତ ଭାବେ ପୋଲିସର ମତକୁ ସମର୍ଥନ କଲେ। କାରଣ ତାଙ୍କ ପୁଅ ଯଦି ତାଙ୍କ ମୁହଁରୁ ଏକଥା ଶୁଣିଥାଏ, ତାର ଘୃଣା ଆଉ ହିଂସ୍ର ଭାବ ଜାତ ହେବା ସ୍ୱାଭାବିକ। ସେ କହିଲେ, ଲୋକଟା ମଣିଷ ନୁହେଁ, ଗୋଟେ ଦ୍ରୁତ ହିଂସ୍ର ମାଙ୍କଡ଼। ତାର ଯୁବକ ଅବସ୍ଥାରୁ ଏଇ ପ୍ରକୃତି। ମାନେ ଯୁବକ ଅବସ୍ଥାରୁ ଇଏ ଚିହ୍ନିଛନ୍ତି ତାକୁ। ମୁଁ ତାଙ୍କୁ ପଚାରିଲି, ସେ ସମୟରେ ଆପଣ ତାଙ୍କୁ ଚିହ୍ନିଥିଲେ କି? ହଁ, ଭଲ ଭାବେ ଜାଣିଥିଲି। ସେ ମୋତେ ବିବାହ କରିବାକୁ ଜଣେ ପ୍ରାର୍ଥୀ ଥିଲେ। ଭଗବାନ ବଡ଼ ଲୋକ। ମୁଁ ତାଙ୍କୁ ଛାଡ଼ି ଅନ୍ୟ ଜଣକୁ ବିବାହ କଲି। ସେ ଗରିବ ହେଲେ ମଧ୍ୟ ଖୁବ୍ ଭଲ ଲୋକ। ତାଙ୍କ ସାଥିରେ ମୋର ବିବାହ ହେବାର ଠିକ୍ ହୋଇଗଲା। ସେତିକିବେଳେ ମୁଁ ଗୋଟେ କଥା ଶୁଣିଲି। ସେ ଗୋଟେ ଚଢ଼େଇ ପଞ୍ଜୁରୀରେ ଗୋଟେ ବିଲେଇ ପୂରାଇ ଦେଇଥିଲା। ଲୋକଟାର ଏଇ ପାଶବିକ ନିର୍ମମ କାମରେ ମୁଁ ଏତେ ଡରିଗଲି ଯେ ତା ସହିତ ସବୁ ସମ୍ପର୍କ ତୁଟାଇ ଦେଲି। ସେ ଗୋଟେ ଆଲମିରା ଖୋଜି ଜଣେ ସ୍ତ୍ରୀ ଲୋକର ଗୋଟେ ଫଟୋ ବାହାର କରି ଦେଖାଇଲେ। ଫଟୋର ମୁହଁଟା ଛୁରୀରେ କଟା ହୋଇ ବଡ଼ କଦର୍ଯ୍ୟ ଦେଖାଯାଉଥାଏ। ସେ କହିଲେ, ଏଇଟା ମୋର ଫଟୋ। ମୋ ବାହାଘର ଦିନ ଏଇଟା ଏଇ ଅବସ୍ଥାରେ ସେ ମୋ ପାଖକୁ ପଠାଇଥିଲା। ମୁଁ କହିଲି, ଯାହା ହେଉ, ସେ ତ ଏବେ ଆପଣଙ୍କୁ କ୍ଷମା କରିଛନ୍ତି, କାରଣ ସେ ତାଙ୍କର ସବୁ ସମ୍ପତ୍ତି ଆପଣଙ୍କ ପୁଅକୁ ଦେଇ ଯାଇଛନ୍ତି। ସେ ଖୁବ୍ ଦମ୍ଭରେ କହିଲେ, ଓଲ୍ଡାକର ବଞ୍ଚିଥିବା ବେଳେ ବା ମଲା ପରେ ମୁଁ ବା ମୋ ପୁଅ ତାଠୁ କିଛି ଚାହୁଁନା ମିଷ୍ଟର ହୋମ୍ସ। ସ୍ୱର୍ଗରେ ଭଗବାନ ଅଛନ୍ତି। ସେ ଏଇ ପାପିଷ୍ଠକୁ ଏ ଦଣ୍ଡ ଦେଇଛନ୍ତି। ସେଇ ଭଗବାନ ଠିକ୍ ସମୟରେ ଦେଖାଇଦେବେ ମୋ ପୁଅ ପୂରା ନିର୍ଦ୍ଦୋଷ। ଶୟତାନଟାର କଳଙ୍କିତ ରକ୍ତ ମୋ ପୁଅ ହାତରେ ଲାଗିନାହିଁ। ମୁଁ ଆଉ ଗୋଟେ ଦିଟା ପ୍ରଶ୍ନ ପଚାରି କିଛି ଜାଣିବାକୁ ଚେଷ୍ଟା କଲି, କିନ୍ତୁ ଆମ ମତକୁ ସାହାଯ୍ୟ କଲାଭଳି କିଛି ପାଇଲି ନାହିଁ। ବରଂ କେତେଗୁଡ଼ାଏ କଥା ତା ବିରୁଦ୍ଧରେ ଗଲା। ତେଣୁ ମୁଁ ସେଠୁ ନରଉଡ୍ ଚାଲି ଆସିଲି। ନରଉଡ୍ ମାନେ ସେ ଯେଉଁ ମିସ୍ତ୍ରୀଙ୍କ ଘର, ଯେଉଁଠି ହତ୍ୟା ହେଇଛି ବା ଘଟଣା ଘଟିଥିଲା।
ଡିପଟେନ୍ ହାଉସ୍ ଜାଗାଟା ଏକ ଆଧୁନିକ ଘର। ଇଟାରେ ତିଆରି ଘରଟା ଗୋଟେ ବଡ଼ ହତା ଭିତରେ ଗୋଟିକିଆ ଘର। ସାମ୍ନା ପଡ଼ିଆରେ ଗୁଡ଼ାଏ ଲରେଲ ବୁଦା। ରାସ୍ତାଠୁ ଖଣ୍ଡେ ଦୂରରେ ଡାହାଣ ପାଖେ କାଠ ଗୋଲା। ଏଇଠି ନିଆଁ ଲାଗିଥିଲା। ମୋ ନୋଟବୁକ୍ରେ ଏଇ ଜାଗାର ଗୋଟେ ମୋଟାମୋଟି ନକ୍ସା ଅଛି। ବାଁ ପାଖରେ ଏଇ ଝରକାଟା ଓଲ୍ଡାକରଙ୍କ କୋଠରୀକୁ ବାଟ। ଏଇ ଦେଖ, ରାସ୍ତା ଉପରୁ ଏଟା ପରିଷ୍କାର ଦେଖାଯିବ। ଆଜି ସାରା ଦିନରେ କେବଳ ଏତିକି ମାତ୍ର ମୋର ସାନ୍ତ୍ୱନା। ଲେଷ୍ଟ୍ରେଡ୍ ସେଠି ନଥିଲେ, କିନ୍ତୁ ତାଙ୍କ ହେଡ୍ କନଷ୍ଟେବଲ ମୋତେ ଯଥେଷ୍ଟ ସମ୍ମାନ ଦେଖାଇଲେ। ସେମାନେ ସେଇକ୍ଷଣି ଗୁଡ଼ାଏ ଧନ ସମ୍ପତ୍ତି ବାହାର କରି ଦଖଲ କରିଥିଲେ। ସକାଳ ଓଳିଟା ଯାକ ସେମାନେ ପୋଡ଼ା ପାଉଁଶ ଗଦାର ପାଉଁଶଗୁଡ଼ା ଖୋଜିବାରେ କଟାଇ ଦେଇଥିଲେ। ପୋଡ଼ି କଳା ପଡ଼ି ଯାଇଥିବା ଅଙ୍ଗ ପାଖରୁ ସେମାନେ କେତେଗୁଡ଼ାଏ ଧାତୁର ଗୋଲ ଜିନିଷ ପାଇଲେ। ଅଙ୍ଗ ପାଖରୁ ମାନେ ସେଇ ଅଂଶ ଯେଉଁ ପୋଡ଼ି ଯାଇଥିଲା, ଯେଉଁ ଅଙ୍ଗ ପ୍ରତ୍ୟଙ୍ଗ, ତା ପାଖରୁ କିଛି ଧାତୁର ଜିନିଷ ପାଇଲେ। ସେଗୁଡ଼ା ପୋଡ଼ି ବିବର୍ଣ୍ଣ ହୋଇଯାଇଥିଲା। ମୁଁ ସେଗୁଡ଼ାକ ଖୁବ୍ ଯତ୍ନରେ ପରୀକ୍ଷା କଲି। ସେଗୁଡ଼ା ଯେ ଟ୍ରାଉଜର ବୋତାମ, ସେଥିରେ କିଛି ସନ୍ଦେହ ନାହିଁ। ସେଥିରୁ ଗୋଟାକରେ ହାୟାମ୍ସ ନାଁ ଲେଖା ଥିବାର ମଧ୍ୟ ଦେଖିପାରିଲି। ସେ ଓଲ୍ଡାକରଙ୍କ ଦରଜୀ। ତାପରେ କିଛି ପାଦ ଚିହ୍ନ ବା ସଂକେତ ପାଇବା ଆଶାରେ ମୁଁ ପଡ଼ିଆଟାରେ କାମରେ ଲାଗିଗଲି। କିନ୍ତୁ ଶୁଖିଲା ପାଗ ଯୋଗୁଁ ସବୁ ଲୁହା ପରି ଟାଣ ହୋଇ ଯାଇଥିଲା। କାଠଗଦା ସିଧାରେ ଗୋଟେ ଅଳ୍ପ ଉଚ୍ଚା ପ୍ରିଭେଟ୍ ବୁଦାର ବାଡ଼। ତାରି ଭିତର ଦେଇ ଗୋଟେ ବିଡ଼ା ବା ସେଇଭଳି କିଛି ଘୋଷରା ହୋଇଯାଇଥିବା ଚିହ୍ନ ଛଡ଼ା ଆଉ କିଛି ପାଇଲି ନାହିଁ। ଏସବୁ ସରକାରୀ ପୋଲିସଙ୍କ ମତ ସାଥିରେ ଖାପ ଖାଇ ଯାଉଛି। ମୁଁ ଘୁଷୁରି ଘୁଷୁରି ପଡ଼ିଆଟା ସାରା ବୁଲିଲି। ପିଠି ଉପରେ ଅଗଷ୍ଟ ସୂର୍ଯ୍ୟର ପ୍ରଚଣ୍ଡ କିରଣ। କିନ୍ତୁ ଘଣ୍ଟାଏ ପରେ ମୁଁ ଉଠିଲା ବେଳକୁ କିଛି ଅଧିକ ଜାଣି ପାରିଲି ନାହିଁ। ଏଇ ପଣ୍ଡ ପରିଶ୍ରମ ପରେ ମୁଁ ଶୋଇବା ଘର ଭିତରକୁ ଯାଇ ସେଟା ପରୀକ୍ଷା କଲି। ରକ୍ତ ଦାଗଗୁଡ଼ା ଅତି ସାମାନ୍ୟ, କିନ୍ତୁ ଖୁବ୍ ନିକଟରେ ଦାଗ ହୋଇଛି। ବାଡ଼ି ଖଣ୍ଡ ପଡ଼ିଥିବା ଜାଗାରୁ ଉଠାଇ ନିଆଯାଇଥିଲା। ସେଥିରେ ଥିବା ରକ୍ତ ଦାଗ ମଧ୍ୟ ଅତି ସାମାନ୍ୟ। ବାଡ଼ିଟାରେ ଯେ ଆମ ମହକିଲର, ସେଥିରେ କୌଣସି ସନ୍ଦେହ ନାହିଁ। ସେ ଏକଥା ସ୍ୱୀକାର କରୁଛନ୍ତି। ଘରର ଗାଲିଚା ଉପରେ 2 ଜଣ ଯାକର ପାଦଚିହ୍ନ ଅଛି, କିନ୍ତୁ ଅନ୍ୟ କାହାରି ପାଦଚିହ୍ନ ଦେଖାଗଲା ନାହିଁ। ଏହା ମଧ୍ୟ ପୋଲିସର ମତ ସପକ୍ଷରେ। ସେମାନେ ବରାବର ତାଙ୍କ ମତ ସପକ୍ଷରେ ତଥ୍ୟ ପାଇବାରେ ଲାଗିଛନ୍ତି। ଆମେ କିନ୍ତୁ ଯେଉଁଠି ସେଇଠି। ମୁଁ କେବଳ ସାମାନ୍ୟ ଟିକିଏ ଆଶାର ଆଲୁଅ ପାଇଲି। ତେବେ ସେ କିଛି ନୁହେଁ। ମୁଁ ଆଲମିରାରେ ଥିବା ଜିନିଷପତ୍ରଗୁଡ଼ା ପରୀକ୍ଷା କଲି। ସେଥିରୁ ଅଧିକାଂଶ ଆଲମିରାରୁ ବାହାର କରାହୋଇ ଟେବୁଲ ଉପରେ ରଖାଯାଇଥିଲା। କାଗଜପତ୍ରଗୁଡ଼ା ଲଫାଫା ଭିତରେ ପୂରାଯାଇ ସିଲ୍ କରାଯାଇଛି। ସେଥିରୁ ଗୋଟେ ଦିଟା ପୋଲିସ ଖୋଲିଛନ୍ତି। ମୁଁ ଯାହା ଦେଖିଲି, ସେ କାଗଜଗୁଡ଼ା ସେତେ ମୂଲ୍ୟବାନ ନୁହେଁ। ବ୍ୟାଙ୍କ ବହିରୁ ମଧ୍ୟ ମିଷ୍ଟର ଓଲ୍ଡାକର ସେତେ ବେଶୀ ଧନବନ୍ତ ଥିବାର ଜଣାଗଲା ନାହିଁ। କିନ୍ତୁ ମୋତେ ଜଣାଗଲା ସବୁଗୁଡ଼ା କାଗଜ ସେଠି ନଥିଲା। ଆଉ କେତେ ଦଲିଲର ସଂକେତ ପାଇଲି। ବୋଧହୁଏ ସେଗୁଡ଼ା ଅଧିକ ମୂଲ୍ୟବାନ। ସେଗୁଡ଼ା କିନ୍ତୁ ସେଠି ପାଇଲି ନାହିଁ। ଆମେ ଯଦି ଏହା ନିଶ୍ଚିତ ଭାବେ ପ୍ରମାଣ କରିପାରିବା, ତେବେ ଲେଷ୍ଟ୍ରେଡଙ୍କ ଯୁକ୍ତି ତାଙ୍କ ବିରୁଦ୍ଧରେ ଯିବା ସମ୍ଭବ। କାରଣ ସେ ଜାଣେ ସେ ଏ ଦଲିଲଗୁଡ଼ାକର
ଅଧିକାରୀ ହେବ, କାରଣ ଯେ ଜାଣେ ସେ ଦଲିଲ ଗୁଡ଼ାକର ଅଧିକାରୀ ହେବ, ସେ କାହିଁକି ତାକୁ ଚୋରି କରିବାକୁ ଯିବ? ତାମାନେ ଯିଏ ଏଇ ଦଲିଲ ଗୁଡ଼ାକର ଅଧିକାରୀ ହେବ, ସେ କାହିଁ ନିଜେ ଚୋରି କରିବ? କାରଣ ସେ ତ ସେମିତି ହେଇଯିବ। ତାପରେ କ'ଣ ହେଲା ଚାଲନ୍ତୁ ଦେଖିବା। ଅନ୍ୟ ଲଫାପା ଗୁଡ଼ା ଦେଖିଲି, କିନ୍ତୁ କିଛି ଗନ୍ଧ ପାଇଲି ନାହିଁ। ଶେଷରେ ଚାକରାଣୀ ପାଖରେ ଭାଗ୍ୟ ପରୀକ୍ଷା କରିବାକୁ ଗଲି। ତାଙ୍କ ନାଁ ଶ୍ରୀମତୀ ଲେକ୍ସିଂଟନ। ତାଙ୍କ ଦେହର ରଙ୍ଗ ସେତେ ଗୋରା ନୁହେଁ, ବେଶ ଧୀର ସ୍ଥିର, ଲମ୍ବା ଆଖି ଦୁଇଟା କିନ୍ତୁ ସନ୍ଦେହଜନକ। ମୁଁ ନିଶ୍ଚିତ ଯେ ସେ ଇଚ୍ଛା କରିଥିଲେ ମୋତେ କିଛି କହିପାରିଥାନ୍ତା, କିନ୍ତୁ ତାଠୁ ବିଶେଷ କିଛି କଥା ବାହାରିଲା ନାହିଁ। ହଁ, ସେ କହିଲା ଯେ ରାତି 9:30 ବେଳେ ସେ ମିଷ୍ଟର ମାକଫର୍ଲେନଙ୍କୁ ଘର ଭିତରକୁ ନେଇଯାଇଥିଲା। ସେଥିପାଇଁ ସେ ଅନୁତପ୍ତା। 10:30 ବେଳକୁ ସେ ଶୋଇବାକୁ ଗଲା। ତାଙ୍କ ଶୋଇବା କୋଠରୀ ଘରର ଆରମୁଣ୍ଡରେ। ତେଣୁ କ'ଣ କଥାବାର୍ତ୍ତା ହେଲା ସେ କିଛି ଶୁଣିପାରି ନାହିଁ। ତାର ଭଲ ଭାବେ ମନେ ଅଛି, ମିଷ୍ଟର ମାକଫର୍ଲେନ ତାଙ୍କ ଟୋପି ଆଉ ବାଡ଼ି ବାଟ ହଲ୍ ଘରେ ଛାଡ଼ି ଯାଇଥିଲେ। ନିଆଁ ଲାଗିବା ହୁରି ଶୁଣି ସେ ଉଠି ପଡ଼ିଲା। ତା ମାଲିକ ବିଚରାଙ୍କୁ ନିଶ୍ଚୟ ହତ୍ୟା କରାଯାଇଛି। ମିଷ୍ଟର ଓଲ୍ଡାକରଙ୍କର କେହି ଶତ୍ରୁ ଥିଲେ କି ବୋଲି ପଚାରିବାରେ ସେ କହିଲା ଯେ ପ୍ରତ୍ୟେକ ଲୋକର କେହି ନା କେହି ଶତ୍ରୁ ଥାଏ, କିନ୍ତୁ ମିଷ୍ଟର ଓଲ୍ଡାକର କାହାରି ସାଥିରେ ବିଶେଷ ମିଳାମିଶା କରୁନଥିଲେ। କେବଳ ବ୍ୟବସାୟ ସଂକ୍ରାନ୍ତରେ ସେ ଲୋକଙ୍କ ସାଥିରେ ଦେଖା କରୁଥିଲେ। ସେ କହିଲା ଯେ ସେ ବୋତାମ ଗୁଡ଼ା ଦେଖିଛି, ଆଉ ସେଗୁଡ଼ା ଓଲ୍ଡାକର ପୂର୍ବ ରାତିରେ ପିନ୍ଧିଥିବା ପୋଷାକର ବୋତାମ। ପ୍ରାୟ ମାସେ ହେଲା ବର୍ଷା ହୋଇନଥିବାରୁ କାଠ ଗଦାଗୁଡ଼ା ଖୁବ୍ ଶୁଖିଯାଇଥିଲା। ଫଳରେ ଦିଆସିଲି କାଠି ପରି ହୁ ହୁ ହୋଇ ଜଳିଗଲା। ସେ କାଠଗଦା ପାଖରେ ପହଞ୍ଚିଲା ବେଳକୁ ଧୂଆଁ ଛଡ଼ା ଆଉ କିଛି ଦିଶୁନଥିଲା। ସେ ଆଉ ନିଆଁଲି ଭଳି ଲୋକେ ନିଆଁ ଭିତରୁ ପୋଡ଼ା ମାଂସର ଗନ୍ଧ ବାରିପାରିଲେ। ସେ କାଗଜପତ୍ର ବା ମିଷ୍ଟର ଓଲ୍ଡାକରଙ୍କ ବ୍ୟକ୍ତିଗତ ଧନ୍ଦା ବିଷୟରେ କିଛି ଜାଣେ ନାହିଁ। ଜଣେ ଅପରାଧୀ ଦୁଃଖରେ ଭାଙ୍ଗି ପଡ଼ିଲା ପରି ହାତ ମୁଠା କରି ହୋମ୍ସ କହିଲେ, ଏଇ ହେଲା ମୋର ବିଫଳତାର କାହାଣୀ ୱାଟସନ। ମୁଁ ଜାଣେ ଏସବୁ ଭୁଲ। ମୁଁ ହାଡ଼େ ହାଡ଼େ ଏହା ଅନୁଭବ କରୁଛି। କିଛି ନା କିଛି ଘଟଣା ବାହାରକୁ ଆସିପାରି ନାହିଁ। ଆଉ ସେ ଚାକରାଣୀ ସେକଥା ଜାଣେ। ତା ଆଖିରେ କ୍ରୋଧ ଆଉ ଅବଜ୍ଞାର ଲକ୍ଷଣ ଦେଖାଯାଉଥିଲା। ଯାହା ହେଉ, ସେ ବିଷୟ ଆଲୋଚନା କରି କିଛି ଲାଭ ନାହିଁ ୱାଟସନ। ଯଦି ଆମ ପାଇଁ କିଛି ଗୋଟେ ସୁଯୋଗ ନ ଆସେ, ତେବେ ଆମ ସଫଳତାର ଇତିହାସରେ ନରଉଡ୍ର କେସ୍ ସ୍ଥାନ ପାଇପାରିବ ନାହିଁ। ତାମାନେ ଆମେ ଏଥିରେ ବିଫଳ ହେଇଯିବା। ତାପରେ ମୁଁ କହିଲି, ମାନେ ୱାଟସନ କହିଲେ, ଆମ ମହକିଲଙ୍କୁ ଦେଖିଲେ ଯେକୌଣସି ଜୁରିର ମନ ବଦଳିଯିବ। ଏଇଟା ବଡ଼ ବିପଦପୂର୍ଣ୍ଣ ଯୁକ୍ତି ୱାଟସନ। ତୁମର ସେଇ ଭୀଷଣ ନର ହତ୍ୟାକାରୀ ବର୍ଟ ଷ୍ଟିଭେନ୍ସ କଥା ମନେଥିବ। 87 ମସିହାରେ ସେ ଆମ ସାହାଯ୍ୟ ପାଇଁ ଆସିଥିଲା। ତାଠୁ ଭଳି ଧୀରସ୍ଥିର ନମ୍ର ଭଦ୍ର ଲୋକ ଆଉ କେହି ଅଛି? ସେ କଥା ସତ। ଆମେ କିଛି ଗୋଟେ ବିକଳ୍ପ ଅନୁମାନ ପ୍ରମାଣ କରି ନ ପାରିଲେ ବିଚରା ତରୁଣର କଥା ସରିଗଲା। ତାଙ୍କ ବିରୁଦ୍ଧରେ ବର୍ତ୍ତମାନ ଯେଉଁ କେସ୍ ଦାୟର କରାଯିବ, ସେଥିରେ ତୁମେ କୌଣସି ତ୍ରୁଟି ପାଇପାରିବ ନାହିଁ। ଯେତିକି ଅଧିକ ଅନୁସନ୍ଧାନ କରାଯାଉଛି, କେସ୍ଟା ସେତିକି ଦୃଢ଼ ହେଉଛି। ତେବେ ସେଇ କାଗଜଗୁଡ଼ା ବିଷୟରେ ଗୋଟେ କୌତୂହଳପ୍ରଦ ଘଟଣା ଅଛି, ଯାହାକୁ ମୂଳ କରି ଆମେ ଆମର ଅନୁସନ୍ଧାନ ଆରମ୍ଭ କରିପାରିବା। ତାଙ୍କ ବ୍ୟାଙ୍କ ବହିରୁ ଦେଖିଲି ଯେ ତାଙ୍କର ବାଲାନ୍ସ ଖୁବ୍ କମ୍।
ତାର ପ୍ରଧାନ କାରଣ ହେଲା ଗଲା ବର୍ଷକ ଭିତରେ ମିଷ୍ଟର କର୍ନେଲିୟସଙ୍କୁ ବହୁ ଟଙ୍କାର ଚେକ୍ ସବୁ ଦିଆଯାଇଛି। ଏଇ କର୍ନେଲିୟସ କିଏ? ଯାହାକୁ ଜଣେ ଅବସରପ୍ରାପ୍ତ ମିସ୍ତ୍ରୀ ଏତେ ଟଙ୍କା ଦେଇଛନ୍ତି, ଏକଥା ଜାଣିବାକୁ ମୋର ଖୁବ୍ ଆଗ୍ରହ। କର୍ନେଲିୟସ ଜଣେ ଦଲାଲ ହୋଇପାରନ୍ତି, କିନ୍ତୁ ଏତେ ବେଶୀ ଟଙ୍କା ଦେବା ସହିତ ଖାପ ଖାଇଲା ଭଳି ଏତେ ଟିକିଏ ଟୁକୁରା କାଗଜ ମଧ୍ୟ ଆମେ ପାଇଲୁ ନାହିଁ। ଯଦି ଆଉ କିଛି ସୂଚନା ନ ମିଳେ, ତେବେ ଯେଉଁ ଭଦ୍ରଲୋକ ଏ ଚେକ୍ ସବୁ ଭଙ୍ଗାଇ ବ୍ୟାଙ୍କରୁ ଟଙ୍କା ନେଇଛନ୍ତି, ତାଙ୍କ ବିଷୟରେ ମୁଁ ବ୍ୟାଙ୍କରୁ ଅନୁସନ୍ଧାନ କରିବି। କିନ୍ତୁ ମୋର ଆଶଙ୍କା ଆମ କେସ୍ ବିଫଳତାରେ ଶେଷ ହେବ ଆଉ ଲେଷ୍ଟ୍ରେଡ୍ ଆମ ମହକିଲଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବେ। ସେଇଟା ହେବ ସ୍କଟଲାଣ୍ଡ ୟାର୍ଡର ଗୋଟେ ବିରାଟ ବିଜୟ। ସେ ରାତିରେ ସେର୍ଲକ ହୋମ୍ସକୁ ନିଦ ହେଲା ନାହିଁ କି ନାହିଁ ମୁଁ ଜାଣେନା। କିନ୍ତୁ ସକାଳେ ମୁଁ ଜଳଖିଆ ଖାଇବାକୁ ଯାଇ ଦେଖିଲି ସେ ଖୁବ୍ ମଳିନ ଆଉ ହତାଶ ଦେଖାଯାଉଛନ୍ତି। ତାଙ୍କ ଆଖି ଦିଟା ଲାଲ ପଡ଼ିଯାଇଛି। ତାଙ୍କ ଚୌକି ଚାରିପାଖେ ଗାଲିଚା ଉପରେ ସିଗାରେଟର ପୋଡ଼ା ମୁଣ୍ଡି ଜମା। ଟେବୁଲ ଉପରେ ସକାଳର ଖବରକାଗଜ ଆଉ ଖଣ୍ଡେ ଖୋଲା ଟେଲିଗ୍ରାମ। ସେଇଟା ମୋ ଆଡ଼କୁ ବଢ଼ାଇ ଦେଇ ସେ କହିଲେ, ତୁମେ ଏଥିରୁ କ'ଣ ବୁଝୁଛ ୱାଟସନ୍? ଟେଲିଗ୍ରାମଟା ନରଉଡ଼ରୁ ଆସିଥିଲା ଆଉ ଲେଖାଥିଲା, ଗୁରୁତ୍ୱପୂର୍ଣ୍ଣ ନୂଆ ପ୍ରମାଣ। ମାକଫାର୍ଲେନଙ୍କ ଅପରାଧ ନିଶ୍ଚିତ ଭାବେ ପ୍ରମାଣିତ। କେସ୍ଟା ଛାଡ଼ିଦେବାକୁ ତୁମକୁ ଉପଦେଶ। ଲେଷ୍ଟ୍ରେଡ୍। ତାମାନେ ଲେଷ୍ଟ୍ରେଡ୍ ଲେଖିଥିଲେ ସେର୍ଲକ ହୋମ୍ସକୁ ଏଇ କଥା। ତାପରେ କ'ଣ ହେଲା? ଗୋଟେ ତିକ୍ତ ହସ ହସି ହୋମ୍ସ କହିଲେ, ଏଇଟା ଲେଷ୍ଟ୍ରେଡ୍ଙ୍କ ବିଜୟର ଏକ ସୂଚନା। ତଥାପି କେସ୍ଟା ଛାଡ଼ିଦେବାର ସମୟ ହୋଇନାହିଁ। ଯାହା ହେଉ, କୌଣସି ଗୁରୁତ୍ୱପୂର୍ଣ୍ଣ ନୂଆ ଆବିଷ୍କାର ଦୁଇ ଦିଗକୁ ଯାଇପାରେ। ଲେଷ୍ଟ୍ରେଡ୍ ଯାହା ଭାବୁଛନ୍ତି ପ୍ରମାଣଟା ତାର ଠିକ୍ ଓଲଟା କାମ କରିପାରେ। ତୁମେ ଜଳଖିଆ ଖାଇନିଅ ୱାଟସନ୍। ଆମେ ଦି'ଜଣ ସାଥୀ ହୋଇ ଯିବା, ଦେଖିବା କ'ଣ କରାଯାଇପାରେ। ମୋତେ ଲାଗୁଛି ତୁମର ସାହାଯ୍ୟ ଆଜି ମୋର ଦରକାର ହେବ। ମୋ ବନ୍ଧୁ ନିଜେ କିଛି ଜଳଖିଆ ଖାଇଲେ ନାହିଁ, କାରଣ ତାଙ୍କର ଗୋଟେ ବିଶେଷତ୍ୱ ଥିଲା ଯେ ସେ ଯେତେବେଳେ କୌଣସି କାମରେ ପୂରା ମନ ଲଗାଇ ଦିଅନ୍ତି, ସେତେବେଳେ କିଛି ଖାଆନ୍ତି ନାହିଁ। ମୋ ଜାଣିବାରେ ସେ ତାଙ୍କର ଲୁହା ପରି ଶକ୍ତି ଉପରେ ନିର୍ଭର କରି ବେଳେବେଳେ ଅନାହାରରେ ଅଚେତ ହୋଇଯାଆନ୍ତି। ଡାକ୍ତର ହିସାବରେ ମୁଁ ତାଙ୍କୁ ଉପଦେଶ ଦେଲେ ସେ କହନ୍ତି, ବର୍ତ୍ତମାନ ଖାଦ୍ୟ ହଜମ କରିବାରେ ମୁଁ ମୋର ଶକ୍ତି କ୍ଷୟ କରିପାରିବି ନାହିଁ। ତେଣୁ ସେଦିନ ସକାଳେ ସେ କିଛି ଖାଦ୍ୟ ନ ଛୁଇଁ ମୋ ସାଥିରେ ଯେତେବେଳେ ନରଉଡ଼ ବାହାରିଲେ, ମୁଁ ମୋଟେ ବିସ୍ମିତ ହେଲି ନାହିଁ। ଡିପଡେନ୍ ହାଉସ୍ ଚାରିପାଖରେ ସେ ପର୍ଯ୍ୟନ୍ତ ଅନେକ ଦେଖଣାହାରୀ ଜମା ହୋଇଥାନ୍ତି। ଗେଟ୍ ପାଖରେ ଲେଷ୍ଟ୍ରେଡ୍ଙ୍କ ସାଥିରେ ଆମର ଦେଖାହେଲା। ବିଜୟ ଗର୍ବରେ ତାଙ୍କ ମୁହଁ ଉଜ୍ଜ୍ୱଳ ଦେଖାଯାଉଥାଏ। ହସି ହସି ସେ କହିଲେ, ଆମ ସିଦ୍ଧାନ୍ତ ଭୁଲ ବୋଲି ତୁମେ ଏଯାଏଁ ପ୍ରମାଣ କରିପାରିଲ ମିଷ୍ଟର ହୋମ୍ସ? ତୁମ ବାରବୁଲାକୁ ପାଇଲ କି? ହୋମ୍ସ ଉତ୍ତର ଦେଲେ, ମୁଁ ଏଯାଏଁ କିଛି ସିଦ୍ଧାନ୍ତ କରିନାହିଁ। ତାପରେ ଆମେ କିନ୍ତୁ କାଲି ଆମର ସିଦ୍ଧାନ୍ତ କରିସାରିଛୁ, ଆଉ ସେଇଟା ଠିକ୍ ବୋଲି ପ୍ରମାଣିତ ହୋଇପାରିଛି। ତେଣୁ ଏ କେସ୍ରେ ଆମେ ତୁମ ଅପେକ୍ଷା ଆଗୁଆ ବୋଲି ତୁମେ ନିଶ୍ଚୟ ମାନିବ। ହଁ, ତୁମେ ନିଶ୍ଚୟ କିଛି ଗୋଟେ ଅସାଧାରଣ ଘଟଣାର ସନ୍ଧାନ ପାଇଛ। ଖୁବ୍ ଜୋରରେ ହସି ଉଠି ଲେଷ୍ଟ୍ରେଡ୍ କହିଲେ, ଆମ ପରି ତୁମେ ମଧ୍ୟ ସହଜରେ ହାର ମାନିବାକୁ ପ୍ରସ୍ତୁତ ନୁହଁ। ଜଣେ ଲୋକ ଯେ ସବୁବେଳେ ଠିକ୍ ବାଟରେ ଯିବ ତାହା ନୁହେଁ। ନା କ'ଣ କହୁଛନ୍ତି ଡାକ୍ତର ୱାଟସନ୍? ହଉ, ଏଇ ଆଡ଼କୁ ଆସନ୍ତୁ। ମୁଁ ଆପଣଙ୍କୁ ହୃଦୟଙ୍ଗମ କରାଇଦେବି ଯେ
ମାକଫାର୍ଲେନ୍ ହିଁ ଅପରାଧୀ। ଗୋଟାଏ ବାରଣ୍ଡା ବାଟେ ସେ ଆମକୁ ଗୋଟେ ଅନ୍ଧାରୁଆ ହଲ୍କୁ ନେଇଗଲେ। ଗୋଟେ ଜାଗା ଦେଖାଇ କହିଲେ, ହତ୍ୟା କରିସାରିବା ପରେ ମାକଫାର୍ଲେନ୍ ଏଇ ବାଟେ ତାଙ୍କ ଟୋପିଟା ନେବାକୁ ନିଶ୍ଚୟ ଆସିଥିବେ। ଏଇ ଦେଖନ୍ତୁ। ହଠାତ୍ ସେ ଗୋଟେ ଦିଆସିଲି କାଠି ଜଳାଇଲେ। ସେଇ ଆଲୁଅରେ ଧଳା କାନ୍ଥ ଉପରେ ଥିବା ଗୋଟେ ରକ୍ତ ଦାଗ ଦେଖାଇଲେ। ମୁଁ ଦେଖିଲି ସେଇଟା ଖାଲି ଗୋଟେ ଦାଗ ନୁହେଁ, ବରଂ ଗୋଟେ ବୁଢ଼ା ଆଙ୍ଗୁଠିର ପରିଷ୍କାର ଚିହ୍ନ। ତୁମେ ମ୍ୟାଗ୍ନିଫାଇଂ କାଚରେ ଏହା ଦେଖ ମିଷ୍ଟର ହୋମ୍ସ। ତାମାନେ ଯବ କାଚରେ ଦେଖିବା ପାଇଁ ଲେଷ୍ଟ୍ରେଡ୍ କହୁଛନ୍ତି ସେର୍ଲକ୍ ହୋମ୍ସକୁ କି ଦେଖ। ହଁ, ଦେଖୁଛି। ତୁମେ ତ ଜାଣ କୌଣସି ଦୁଇଟା ଆଙ୍ଗୁଠି ଛାପ ସମାନ ହୋଇ ନପାରେ। ହଁ, ସେ କଥା ମୁଁ ଶୁଣିଛି। ଆଚ୍ଛା, ଏଇଟା ଜଉରେ ତରୁଣ ମାକଫାର୍ଲେନ୍ଙ୍କ ଡାହାଣ ହାତ ବୁଢ଼ା ଆଙ୍ଗୁଠିଟିର ଛାପ। ଏଇଟାକୁ ସେଇ ରକ୍ତ ଛାପ ସାଙ୍ଗରେ ତୁଳନା କର। ଦୁଇଟି ଯାକ ଛାପ ସେ ପାଖାପାଖି ରଖିଲେ। ଦୁଇଟା ଯାକ ଗୋଟେ ଆଙ୍ଗୁଠିର ଚିହ୍ନ ବୋଲି ଜାଣିବାରେ କିଛି ସନ୍ଦେହ ରହିଲା ନାହିଁ। ମୁଁ ବୁଝିଲି, ଆମ ମହକିଲ ବିଚରା କଥା ସରିଗଲା। ଏଇଟା ଶେଷ ପ୍ରମାଣ, ଲେଷ୍ଟ୍ରେଡ୍ କହିଲେ। ମୋ ମୁହଁରୁ ବାହାରି ପଡ଼ିଲା, ହଁ ଏଇଟା ଶେଷ। ତାମାନେ ୱାଟସନ୍ଙ୍କ ମୁହଁରୁ ବାହାରି ପଡ଼ିଲା କି ଏଇଟା ହଁ ଶେଷ। ହଉ, ଆଜି ପାଇଁ ଏତିକି ଥାଉ। ଆମେ ଶେଷ ଅଧ୍ୟାୟରେ ବା ପର ଅଧ୍ୟାୟ, ଯେଉଁଟାକି ଶେଷ ଅଧ୍ୟାୟ ହେବ ବା ତୃତୀୟ ଅଧ୍ୟାୟରେ ଆମେ ଆକୁ ଶେଷ କରିବା। କେମିତି ପରିବର୍ତ୍ତନ ହେଉଛି ବା କ'ଣ ଘଟିଲା, ରହସ୍ୟମୟ କାହାଣୀରେ ରହସ୍ୟ କ'ଣ ଆସିଲା, କେମିତି ସବୁ ଓଲଟପାଲଟ ହୋଇଗଲା ବା ସତ୍ୟ ସାମ୍ନାକୁ ଆସିଲା, ଆମେ ପର ଅଧ୍ୟାୟରେ ଦେଖିବା। ଅଧିକ ଲମ୍ବା ହେଇଯିବ, ତେଣୁକରି ଆଜି ଏତିକି ଥାଉ। ନେକ୍ସଟରେ ପର ଅଧ୍ୟାୟରେ ଆଉ ଗୋଟେ ଦେଖିବା, କ'ଣ ହେଲା ଶେଷ କରିବା ଏଇ କାହାଣୀକୁ, ଯେଉଁଟାକି ନରଉଡ଼ର ମିସ୍ତ୍ରୀ। ଓକେ, ମୁଁ ରହୁଛି। ଧନ୍ୟବାଦ।